Hello everyone, this is Samir Suna and you are watching my YouTube channel. Now we will discuss about one of the most important major topic equality ଯାହାକୁ ଆମେ ସମାନତା କହିଥାଉ. Before we discuss about in this topic, please everyone subscribe to my channel, like, comment and share in this video. ବର୍ତ୍ତମାନ ଆମେ ସମାନତା ବିଷୟରେ ସମ୍ପୂର୍ଣ୍ଣ ଟପିକଟି କଭର କରିବା. ସେ ବିଷୟରେ ସମାନତାର ଅର୍ଥ ଓ ପ୍ରକାରଭେଦ ବିଷୟରେ ସମ୍ପୂର୍ଣ୍ଣ ଭାବରେ ବୁଝିବା. ସ୍ୱତନ୍ତ୍ରତା ପରି ସମାନତା ମଧ୍ୟ ରାଜନୀତି ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା. ଏହା ଗଣତନ୍ତ୍ର ମୁଦ୍ରାର ଗୋଟାଏ ପାର୍ଶ୍ୱ ହୋଇଥିବା ବେଳେ ସ୍ୱତନ୍ତ୍ରତା ହେଉଛି ଅପର ପାର୍ଶ୍ୱ. ଯଦି ଆମେ ଦେଖିବା ସମାନତା ବା ସ୍ୱତନ୍ତ୍ରତା ପରି ସମାନତା ମଧ୍ୟ ରାଜନୀତି ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା. ଯାହାକୁ କହିପାରିବା ସମାନତା ଯେଉଁଠି ଥାଏ ସେଇଠି ସ୍ୱତନ୍ତ୍ରତା ମଧ୍ୟ ନିହାତି ଭାବରେ ଥାଏ. ତେଣୁ ରାଜନୀତି ବିଜ୍ଞାନର ଏ ଦୁଇଟି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ଆମେ କହିପାରିବା. ଏହା ଗଣତନ୍ତ୍ରର ମୁଦ୍ରାର ଗୋଟାଏ ପାର୍ଶ୍ୱ ହୋଇଥିବା ବେଳେ ସ୍ୱତନ୍ତ୍ରତା ହେଉଛି ଅପରି ପାର୍ଶ୍ୱ. ଯଦି ଆମେ ଦେଖିବା ତୁଳନା କରିବା ତାହେଲେ ଗୋଟାଏ ଟଙ୍କା ଯେଉଁ ଅଛି କଏନ୍ର ଗୋଟାଏ ପାର୍ଶ୍ୱ ଯଦି ସମାନତା କହିବା ଆଉ ଗୋଟାଏ ପାର୍ଶ୍ୱ କହିପାରିବା ଆମେ ସ୍ୱତନ୍ତ୍ରତା ବୋଲି. ତେଣୁ ଉଭୟ ଦୁଇ ଜଣ ପରିପୂରକ, ପରସ୍ପର ପରିପୂରକ, ଗୋଟାଏ ଛଡ଼ା ଗୋଟାଏ ରହିପାରିବ ନାହିଁ. ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକାନ୍ତ ଅପରିହାର୍ଯ୍ୟ. ନିହାତି ଭାବରେ ଗଣତନ୍ତ୍ର ବ୍ୟବସ୍ଥାରେ ନିହାତି ଭାବରେ ଦରକାର ପଡ଼ିଥାଏ. ଯଦି ସ୍ୱତନ୍ତ୍ରତା ନାହିଁ ସେଠାରେ ଇକ୍ୱାଲିଟି ସମାନତା ନାହିଁ. ଯଦି ସମାନତା ନାହିଁ ତାହେଲେ ସେଠି ସ୍ୱତନ୍ତ୍ରତା ନାହିଁ ବୋଲି ଆମେ ମନେ କରିବା. ମାନବ ସଭ୍ୟତାର ଇତିହାସ ହେଉଛି ମୁକ୍ତିର ଇତିହାସ. ଯଦି ଦେଖିବା ମାନବ ସଭ୍ୟତାର ଇତିହାସ ନିହାତି ଭାବରେ ଏକ ମୁକ୍ତ ସମାଜ ଗଠନ ବା ମୁକ୍ତ ମଣିଷ ଭାବରେ ଜୀଇବାର ଗୋଟେ ସଭ୍ୟତା ବୋଲି ଆମେ ଧରି ନେଇଥାଉ. ଏହା ହେଉଛି ସ୍ୱତନ୍ତ୍ରତା ଓ ସମାନତା ପାଇଁ ଲଢ଼ୁଥିବା ମାନବ ଜାତି ସଂଗ୍ରାମର କାହାଣୀ. ଯଦି ଦେଖିବା ଏହା ହେଉଛି ସ୍ୱତନ୍ତ୍ରତା ନିହାତି ଭାବରେ ଲିବର୍ଟି ଏବଂ ଇକ୍ୱାଲିଟି ପାଇଁ ଲଢ଼ୁଥିବା ଏକ ମାନବ ଜାତିର ସଂଗ୍ରାମର କାହାଣୀ ବୋଲି ଆମେ ଏହାକୁ ମନେ କରିଥାଉ. ପୃଥିବୀର କୋଣ ଅନୁକୋଣରେ ଏହାର ପ୍ରତିନିଧିତ୍ୱ ଶୁଣିବାକୁ ମିଳିଥାଏ. ଯଦି ଦେଖିବା ସମସ୍ତ ପୃଥିବୀର କୋଣ ଅନୁକୋଣରେ ନିହାତି ଭାବରେ ଲୋକମାନେ ଇକ୍ୱାଲିଟି ବା ଲିବର୍ଟି ପାଇଁ ନିହାତି ଭାବରେ ଆନ୍ଦୋଳନ କରୁଥାନ୍ତି ସବୁବେଳେ ଦେଖିବାକୁ ମିଳିଥାଏ. ଡକ୍ଟର ନେଲସନ ମଣ୍ଡେଲାଙ୍କର ଦକ୍ଷିଣ ଆଫ୍ରିକାର ଶ୍ୱେତକାୟା ସରକାର ବିରୁଦ୍ଧରେ ସଂଗ୍ରାମ ହେଉ କିମ୍ବା ସୁକାଇଙ୍କର ନାମର ସାମରିକ ସରକାର ବିରୁଦ୍ଧରେ ସଂଗ୍ରାମ ହେଉ ସବୁଠାରୁ ସମାନତାର ସ୍ୱାର୍ଥ ଅନୁରଣିତ ହୁଏ. ନିହାତି ଭାବରେ ଯଦି ଦେଖିବା ନେଲସନ ମଣ୍ଡେଲାଙ୍କର ଯେଉଁ ପ୍ରକାରର ସଂଗ୍ରାମ ବା ଏମାନଙ୍କର ସାମରିକ ସରକାର ବିରୁଦ୍ଧରେ ଯେଉଁ ପ୍ରକାରର ସଂଗ୍ରାମ ଦେଖିବାକୁ ମିଳେ ଯେ ସେଥିରେ କ'ଣ ଇକ୍ୱାଲିଟି ଏବଂ ଲିବର୍ଟି ପାଇଁ ସେମାନେ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ ସଂଗ୍ରାମ କରିଥିଲେ. ଯେହେତୁ ଦୁଇ ଜଣ ଲୋକ ଶାରୀରିକ ଗଠନ, ଆକୃତି ଓ ପ୍ରକୃତି କେବେ ମଧ୍ୟ ସମାନ ନୁହନ୍ତି ତେଣୁ ସମାନତା ପାଇଁ ସମସ୍ତଙ୍କର ବ୍ୟାକୁଳତା ପରିପ୍ରକାଶ ଓ ସ୍ୱାଭାବିକ ଘଟଣା ଅଟେ. ନିହାତି ଭାବରେ ଯଦି ଦେଖିବା ଲୋକମାନଙ୍କର ନିହାତି ଭାବରେ ରହିଅଛି ସମାନତା ଓ ସ୍ୱତନ୍ତ୍ରତା ପାଇଁ ନିହାତି ଭାବରେ ଦରକାର ଲୋକମାନଙ୍କୁ ପଡ଼ିଥାଏ. ଏପରି ଦୁଇ ଜଣ ଯମଙ୍କର ମଧ୍ୟରେ ଆକୃତି ଓ ପ୍ରକୃତିଗତ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ. ନିହାତି ଭାବରେ ଯେପରି କ'ଣ ଗୋଟାଏ ଦୁଇ ଜଣ ଯମଙ୍କର ଭିତରେ ଆକୃତି ଓ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ସେହିଭଳିଆ ଆମର ଇକ୍ୱାଲିଟି ଏବଂ ଲିବର୍ଟି ଉଭୟ ପରିପୂରକ ଦେଖିବାକୁ ମିଳିଥାଏ. 1776 ମସିହାରେ ଆମେରିକାର ସ୍ୱାଧୀନତା ଘୋଷଣାନାମ ସମସ୍ତ ମଣିଷ ମାନବ ସମାନ ଭାବରେ ସୃଷ୍ଟି ହୋଇଛନ୍ତି ବୋଲି କୁହାଯାଇଅଛି. ଯଦି ଦେଖିବା 1776 ମସିହାରେ ଆମେରିକା ସ୍ୱାଧୀନତା କରିଥିଲା ଏବଂ ସେହି ଘୋଷଣା ନାମରେ ସମସ୍ତ ମଣିଷ ସମାନ ଭାବରେ ସୃଷ୍ଟି ହୋଇଛନ୍ତି ବୋଲି ସେମାନେ ନିହାତି ଭାବରେ ଘୋଷଣା କରିଥିଲେ ଆଉ ତାଙ୍କୁ ଆଜି ଆମେ ପାଳନ ମଧ୍ୟ କରୁଅଛୁ. 1789 ମସିହାରେ ଶୋଷିତ ଫରାସୀ ଲୋକ ଅଧିକାର ଘୋଷଣାନାମ ମଧ୍ୟରେ ମନୁଷ୍ୟ ମୁକ୍ତ ଓ ସମାନ ଭାବରେ ସୃଷ୍ଟି ହୋଇଛନ୍ତି ବୋଲି କୁହାଯାଇଅଛି. ଯଦି ଦେଖିବା କ'ଣ 1769 ମସିହାରେ ଶୋଷିତ ଫରାସୀ ଲୋକ ଅଧିକାର ଘୋଷଣାନାମ ମଧ୍ୟରେ ସମସ୍ତ ମଣିଷ ମୁକ୍ତ ଓ ସମାଜ ଭାବରେ ଏହି ପୃଥିବୀରେ ସୃଷ୍ଟି ହୋଇଛନ୍ତି ବୋଲି ଘୋଷଣା ମଧ୍ୟ କରାଯାଇଛି. ତେଣୁ ଆଧୁନିକ ବିଶ୍ୱରେ ସମାନତା ହେଉଛି ସମସ୍ତ ମନୁଷ୍ୟର ଏକ କାମ୍ୟ ବସ୍ତୁ ବୋଲି କୁହାଯିବ. ସମାନତା ବା ସ୍ୱତନ୍ତ୍ରତା ନିହାତି ଭାବରେ ମନୁଷ୍ୟର ଆବଶ୍ୟକତା ରହିଅଛି ବୋଲି ଆମେ କହିପାରିବା. ୱିଦାଉଟ୍ ଆମେ ଦେଖିବା ଇକ୍ୱାଲିଟି ଆଣ୍ଡ ୱିଦାଉଟ୍ ଲିବର୍ଟିରେ ମଣିଷ ଜୀବନଯାପନ କରିପାରିବ ନାହିଁ. ବର୍ତ୍ତମାନ ଦେଖିବା ଇକ୍ୱାଲିଟିର ମିନିଂ, ଆମେ ବର୍ତ୍ତମାନ ଅର୍ଥ ଦେଖିବା ସମାନତାର ଅର୍ଥ. ସାହିତ୍ୟିକ
ସମିନିଚ୍ ଦୃଷ୍ଟିରୁ ସମାନତା ହେଉଛି ଏକ ସମତୁଲ କରିବା ପ୍ରକ୍ରିୟା ଯେଉଁଠି ଧନୀ ଓ ଦରିଦ୍ର ମଧ୍ୟରେ ଥିବା ପାର୍ଥକ୍ୟ ଅବସାନ ଘଟିଥାଏ। ଯଦି ଇକ୍ୱାଲିଟିକୁ ଆମେ ଦେଖିବା ତାର ଅର୍ଥକୁ ଦେଖିବା ଏଥିରୁ ଜଣାପଡ଼ିବ ସ୍ପଷ୍ଟ ଭାବେ ଜଣାପଡ଼େ ସାହିତ୍ୟିକ ହିସାବରେ ଯଦି ଦେଖିବା ଗୋଟେ ଗରିବ ଲୋକ ଏବଂ ଧନୀ ଲୋକ ମଧ୍ୟରେ ଯେଉଁ ପାର୍ଥକ୍ୟ ଅଛି ତାର ଅବସାନ ଘଟିବାକୁ ଆମେ ସମାନତା ବୋଲି କହିଥାଉ। ପ୍ରଫେସର ସିଲିଙ୍କର ମତରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସମାନତାର ଏକାନ୍ତ ଆବଶ୍ୟକ ରହିଅଛି। ଯଦି ଦେଖିବା ପ୍ରଫେସର ସିଲିଙ୍କର ମତରେ ତାଙ୍କର ମତରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ସମାନତାର ଏକାନ୍ତ ଆବଶ୍ୟକତା ରହିଅଛି। ସମାଜରେ ଯେଉଁ ନ୍ୟାୟ ରହିଛି ଲୋକମାନଙ୍କର ମଧ୍ୟରେ ତେଣୁ ଦେଖିବା ପାଇଁ ନିହାତି ଭାବରେ ଏକାନ୍ତ ଆବଶ୍ୟକତା ରହିଅଛି ସମାନତାର। ପ୍ରଫେସର ବାର୍କରଙ୍କର ମତରେ ସମାନତା ହେଉଛି ଏକ ଯୁକ୍ତିସିଦ୍ଧ ମୂଳବୋଧ ଯାହା ବ୍ୟକ୍ତି ବିକାଶ ପାଇଁ ଉଦ୍ଦିଷ୍ଟ ସର୍ବୋତ୍କୃଷ୍ଟ ମୂଲ୍ୟବୋଧରୁ ଉତ୍ପତ୍ତି ହୋଇଛି। ଯାହାକୁ ଯଦି କହିବା ପ୍ରଫେସର ବାର୍କରଙ୍କର ମତରେ ଏ ସମାନତା ହେଉଛି ଏମିତି ଏକ ଉତ୍ପତ୍ତି ଯାହା ମୂଲ୍ୟବୋଧ ଯାହା ବ୍ୟକ୍ତିର ବିକାଶ ପାଇଁ ଉଦ୍ଦିଷ୍ଟ ବା ସର୍ବୋତ୍କୃଷ୍ଟ ମୂଲ୍ୟବୋଧ ବୋଲି କୁହାଯାଇଅଛି। ବର୍ତ୍ତମାନ ଦେଖିବା ପ୍ରଫେସର ଲାସ୍କି କ'ଣ କହିଛନ୍ତି। ପ୍ରଫେସର ଲାସ୍କି ସମାନତାର ତ୍ରିବିଧ ନିରର୍ଥକ ଅଛି ବୋଲି ସେ କହିଛନ୍ତି। ବହୁତ ପ୍ରକାରର ସେମାନେ କହିଛନ୍ତି। ତାଙ୍କର ମତରେ କ'ଣ ଦେଖିବା ବର୍ତ୍ତମାନ ପ୍ରଥମେ ଦେଖିବା ସ୍ୱତନ୍ତ୍ର ସୁବିଧାର ଅନୁପସ୍ଥିତି। ଯଦି ଦେଖିବା ମଣିଷ ନିହାତି ଭାବରେ ସ୍ୱତନ୍ତ୍ରତା ଭାବରେ ଅନୁପସ୍ଥିତିର ରହିଅଛି ବୋଲି କହିଛନ୍ତି ସେ। 2 ନମ୍ବର ପଏଣ୍ଟ ସମାନ ସୁଯୋଗ ପରିବର୍ତ୍ତେ ଯଥୋଚିତ ସୁଯୋଗ ସମସ୍ତ ବ୍ୟକ୍ତି ବିଶେଷକୁ ଯୋଗାଇ ଦେବା ସେମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ବୋଲି କହିବା। ସମାନତା କ'ଣ ସମସ୍ତଙ୍କୁ ସୁଯୋଗ ଦେବା ଏବଂ ସୁଯୋଗ ସମସ୍ତ ବ୍ୟକ୍ତିଙ୍କୁ ବିଶେଷକୁ ଯୋଗାଇ ଦେବା ନିହାତି ଭାବରେ ସମାନ ସୁଯୋଗ ଯୋଗାଇ ଦେବା ଏବଂ ଅନ୍ତର୍ନିହିତ ଗୁଣର ବିକାଶ ଯେଉଁ ନିଜ ଭିତରେ ଯେଉଁ ଟ୍ୟାଲେଣ୍ଟ ଅଛି ତାକୁ ପରିପ୍ରକାଶ କରିବା। 3 ନମ୍ବର ଦେଖିବା ସମସ୍ତ ସର୍ବନିମ୍ନ ଓ ଜରୁରୀ ଆବଶ୍ୟକତାକୁ ଅଳ୍ପେ ଲୋକଙ୍କର ଆବଶ୍ୟକତା ଅପେକ୍ଷା ଗୁରୁତ୍ୱ ପ୍ରଦାନ କରିଥାଏ। ନିହାତି ଭାବରେ ସମାନତା କ'ଣ ଗୁରୁତ୍ୱ ପ୍ରଦାନ କରିଥାଏ ସର୍ବନିମ୍ନ ଜରୁରୀ ଆବଶ୍ୟକତାକୁ ଅଳ୍ପେ ଲୋକ ବା କମ୍ ଲୋକମାନଙ୍କର ଆବଶ୍ୟକତା ଅପେକ୍ଷା ଗୁରୁତ୍ୱ ଅଧିକ ନିହାତି ଭାବରେ ପ୍ରଦାନ କରିଥାଏ ବୋଲି ସେ ମତ ପୋଷଣ କରିଛନ୍ତି। ତେଣୁ ଲାସ୍କିଙ୍କର ମତରେ ସ୍ୱତନ୍ତ୍ର ସୁବିଧା ସମାନତାର ବିରୁଦ୍ଧାଚରଣ କରିଥାଏ। ସମସ୍ତ ଜନସାଧାରଣଙ୍କୁ ସମାନ ସୁଯୋଗ ଦେବା ପରିବର୍ତ୍ତେ ଯଥୋଚିତ ସୁଯୋଗ ପ୍ରଦାନ ସମାନତାର ପ୍ରକୃଷ୍ଟ ଅର୍ଥ ପରିପ୍ରକାଶ କରିଛି ବୋଲି କହିଛନ୍ତି ସେ। ଏହା ବହୁଜନୀୟତାର କାର୍ଯ୍ୟକୁ ପ୍ରାଥମିକତା ଦେଇ ସଂଖ୍ୟା ଶୂନ୍ୟ ଆବଶ୍ୟକତାକୁ ଗଣ ଦୃଷ୍ଟିରେ ରଖିଥାଏ ବୋଲି ସେ ମତ ପୋଷଣ କରି। ଯଦି ଦେଖିବା ଲାସ୍କିଙ୍କର ମତ ଅନୁସାରେ ତାଙ୍କର ମତ ଅନୁସାରେ ଯଦି ଆମେ ଯିବା ସ୍ୱତନ୍ତ୍ର ସୁବିଧା ସମାନତାର ବିରୁଦ୍ଧାଚରଣ କରିଥାଏ ବୋଲି ସେ ମତ ପୋଷଣ କରିଛନ୍ତି। ସମସ୍ତ ଜନସାଧାରଣଙ୍କର ସମାନ ସୁଯୋଗ ଦେବା ସମସ୍ତଙ୍କୁ ସମାନ ସୁଯୋଗ ଦେବା ପରବର୍ତ୍ତୀ ଯଥୋଚିତ ସୁଯୋଗ ପ୍ରଦାନ ସମାନତାର ପ୍ରକୃତ ଅର୍ଥ ବୋଲି ପରିପ୍ରକାଶ। ଯଦି ସମାନ ସୁଯୋଗ ନ ଦିଆହେଉଛି ତାହେଲେ ସେ ଜାଗାରେ ଇକ୍ୱାଲିଟି ନାହିଁ ବୋଲି ସେ କହୁଛନ୍ତି। ତେଣୁ ଆମେ କହିପାରିବା ସମାନ ସୁଯୋଗ ପ୍ରଦାନ କରିବାଟା ତାଙ୍କ ମତରେ ଇକ୍ୱାଲିଟି ବୋଲି କୁହାଯାଏ। ଏହା ବହୁଜନୀୟତା କାର୍ଯ୍ୟକୁ ପ୍ରାଥମିକତା ଦେଇ ସଂଖ୍ୟା ଶୂନ୍ୟଙ୍କର ଆବଶ୍ୟକତାକୁ ଗଣ ଦୃଷ୍ଟିରେ ରଖିଥାଏ। ନିହାତି ଭାବରେ ସେ କ'ଣ ବହୁଜନ ଯାହା ଲୋକମାନଙ୍କର ଅତ୍ୟାଧିକ ଲୋକ ଚାହୁଁଥାନ୍ତି ସେ ତାକୁ ଅତ୍ୟାଧିକ ପ୍ରାଧାନ୍ୟ ଦେଇଥାଏ। ଏହି କଥାରେ ଯଥାର୍ଥ ବୁଝିବା ପାଇଁ ଗୋଟାଏ ଦୃଷ୍ଟାନ୍ତର ଅର୍ଥ ସାଧାରଣ କରାଯାଇପାରେ। ପାନୀୟ ଜଳ ଯୋଗାଣ ସମସ୍ତଙ୍କର ପାଇଁ କୌଣସି ଅଣ ଆବଶ୍ୟକତା ହୋଇଥିବା ବେଳେ ଗ୍ରାମ ସୀମିତ କ୍ଲବ ପାଇଁ ଟେଲିଭିଜନ ସେଟ୍ ପ୍ରଦାନ ଅଳ୍ପେ ଲୋକଙ୍କର ପାଇଁ ଏକ ଗୌଣ ଆବଶ୍ୟକତା ଅଟେ। ଯଦି ଦେଖିବା ତାଙ୍କର ମତ ଅନୁସାରେ ବା ତାଙ୍କର ଏକ୍ଜାମ୍ପଲ୍ ଅନୁସାରେ ଯଦି ଦେଖିବା ପାନୀୟ ଜଳ ଯୋଗାଣ ଲୋକମାନଙ୍କର ପାଇଁ ଏକ ଗୌଣ ଆବଶ୍ୟକତା ହୋଇଥିବା ନିହାତି ଭାବରେ ପାଣି ଯଦି ଜଳ ଯୋଗାଣ କରିଦେବା ତ ନିହାତି ସମସ୍ତ ଲୋକମାନେ ଉନ୍ନତି ପାଇପାରିବେ ବା ସମସ୍ତେ ସେଇଥିରୁ ତାଙ୍କର ଗୁଜୁରାଣ ମେଣ୍ଟେଇ ପାରିବେ। କିନ୍ତୁ ଯଦି ଗୋଟାଏ ଗାଁ ବା ଗୋଟାଏ କ୍ଲବରେ ଟେଲିଭିଜନ ଗୋଟାଏ ପ୍ରଦାନ କରିବା ତାହେଲେ ସେଇଟା କ'ଣ ଅଳ୍ପ ଲୋକମାନଙ୍କର ଆବଶ୍ୟକତା ଅଟେ ବୋଲି ସେ କହିଛନ୍ତି। ତେଣୁ ପାନୀୟ ଜଳ ଯୋଗାଣ ଓ ଟେଲିଭିଜନ ପ୍ରଦାନ ପରି ଦୁଇଟି କାର୍ଯ୍ୟ ମଧ୍ୟରେ ଆମେ ନିଶ୍ଚିତ ରୂପେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେବା। ନିହାତି ଭାବରେ ଯଦି ଯେଉଁ ଅତ୍ୟାଧିକ ଲୋକ ଯେଉଁ ଜିନିଷ ଚାହୁଁଛନ୍ତି ତାକୁ ଆମେ ନିହାତି ଭାବରେ ମତ ପୋଷଣ କରିଥାଉ ତାହାକୁ ଆମେ କହିପାରିବା କ'ଣ ସମାନତା ବୋଲି କହିଥାଉ ବୋଲି ତାଙ୍କର ମତରେ ପ୍ରକାଶ କରିଛନ୍ତି। ଜି ସାର୍ଟୋରିଙ୍କର ଭାଷାରେ ସମାନତା ଅନେକ ଅର୍ଥ ଓ ଅନେକ ପାର୍ଶ୍ୱ ରହିଅଛି। ତାଙ୍କର ମତରେ କ'ଣ ସମାନତାର ଭାଷାରେ ସମାନତା ଅନେକ ଅର୍ଥ ଓ ଅନେକ ପାର୍ଶ୍ୱ ରହିଅଛି। ଆମେ ବିଭିନ୍ନ ଦୃଷ୍ଟିକୋଣରୁ ପରୀକ୍ଷା କରି ମଧ୍ୟ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେପରି ଆମେ ଏହାକୁ ଠିକ୍ ଭାବରେ ବୁଝିବାକୁ ସକ୍ଷମ
ହୋଇନାହୁଁ। ଯଦି ଯେପର୍ଯ୍ୟନ୍ତ ଆମେ ସମାନତାକୁ ଠିକ୍ ଭାବରେ ବୁଝିବା ପାଇଁ ସକ୍ଷମ ହୋଇନାହୁଁ ସେ ପର୍ଯ୍ୟନ୍ତ ଆମେ ତାଙ୍କୁ ଠିକ୍ ଭାବରେ ବୁଝିପାରିବା ନିହାତି ଦରକାର ଅଛି ଏବଂ ସକ୍ଷମ କରିବା କଥା ଆମେ ବୁଝିବା ପାଇଁ ସମାନତାକୁ ବୋଲି ସେମାନେ ମତ ପୋଷଣ କରିଛନ୍ତି। ତେଣୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ସବୁ ସ୍ତରରେ ଓ ସବୁ ମନୁଷ୍ୟ କ୍ଷେତ୍ରରେ ନିରଙ୍କୁଶ ସମାନତା ସମ୍ଭବପର ନୁହେଁ। ତେଣୁ ଆମେ କହିପାରିବା କ'ଣ ସବୁ ଜାଗାରେ ବା ସବୁ ସ୍ଥାନରେ ବା ସବୁ ଲୋକମାନଙ୍କର ମଧ୍ୟରେ ଆମେ ସମାନତା ସ୍ଥିରତା ବୋଲି କହିପାରିବା ନାହିଁ ବା ସମ୍ଭବପର କହିପାରିବା ନାହିଁ। ଏହାର ଲକ୍ଷ୍ୟ ମଧ୍ୟ ସମସ୍ତଙ୍କର ସମବ୍ୟବହାର ପ୍ରଦର୍ଶନ ନୁହେଁ, କାରଣ ସମସ୍ତଙ୍କର ଶାରୀରିକ ଓ ମାନସିକ ସାମର୍ଥ୍ୟ ନୁହେଁ। ଯଦି ଦେଖିବା ସମସ୍ତଙ୍କର ଶାରୀରିକ ବା ସମସ୍ତଙ୍କର ମାନସିକ ସାମର୍ଥ୍ୟ ସମାନ ମଧ୍ୟ ହୋଇନଥାଏ। ଏହା ବ୍ୟକ୍ତି କ୍ଷେତ୍ରରେ ବାଛ ବିଚାର ବିରୋଧ କରି ନିହାତି ଭାବରେ ବ୍ୟକ୍ତି ମାଧ୍ୟମରେ କ'ଣ ବାଛ ବିଚାର କରିଥାଏ। ଏହାର ଅର୍ଥ ହେଲା ନିମ୍ନ ସ୍ତରରେ ସମ୍ପୂର୍ଣ୍ଣ ନିରଙ୍କୁଶ ସମାନତା ଓ ତତ୍ପରେ ବ୍ୟକ୍ତିର ଅନ୍ତର୍ନିହିତ ଗୁଣର ବିକାଶ ଲାଗି ସମାନ ସୁଯୋଗ ପ୍ରଦାନ କରାଯାଇଥାଏ। ନିହାତି ଭାବରେ ଯଦି ବ୍ୟକ୍ତି ମଧ୍ୟରେ ମଧ୍ୟ ପାର୍ଥକ୍ୟ ଥାଏ, ପୁଣି ସମସ୍ତଙ୍କର ଗୁଣ ବା ବିକାଶ କରିବା ପାଇଁ ସମାନ ସୁବିଧା ଓ ସୁଯୋଗ ସମସ୍ତଙ୍କୁ ଦିଆଯାଇଥାଏ।